ମା' ଉଠୁନୁ, ଆମେ ପରା ସାଙ୍ଗ ହୋଇ ଆସିଥିଲେ। ଏବେ ପୁଣି ଘରକୁ କେତେବେଳେ ଯିବା? ତୁ ଶୋଇଛୁ ଯେ ଶୋଇଛୁ, କେତେବେଳେ ଉଠିବୁ? ମୋତେ ଏକା ଯିବା ପାଇଁ ଡର ଲାଗୁଛି। ତୁ କେତେବେଳେ ଉଠିବୁ? ଉଠିଲେ ପରା ଆମେ ଘରକୁ ଯିବା। ହଁ ଦର୍ଶକ ବନ୍ଧୁ, ଏମିତି ଏକ ଅଭାବନୀୟ ଦୃଶ୍ୟ ଆଜି ଦେଖିବାକୁ ମିଳିଛି 16 ନମ୍ବର ଜାତୀୟ ରାଜପଥ ବଡ଼ ପୋଖରିଆ ଛକ ନିକଟରେ। ଏକ ଅଜଣା ଗାଡ଼ି ଧକ୍କାରେ ମା' ଗାଈର ମୃତ୍ୟୁ ହୋଇଛି ଏବଂ ମା' ଗାଈ ପାଖରେ ତା'ର ଛୁଆ ଜଗି ରହିଛି। ମା' କେତେବେଳେ ଉଠିବ ଆଉ ଏ ରାସ୍ତା ପାର ହୋଇ ମୁଁ ଘରକୁ ଯିବି, କାହିଁକିନା ମା'ର ପଛେ ପଛେ ଚରିବା ପାଇଁ ଆସିଥିଲି ଆଉ ଅଜଣା ଗାଡ଼ି ଧକ୍କାରେ ମା' ପଡ଼ିଛି। କେତେବେଳେ ଉଠିବ ତାହା କହିବା ମୁସ୍କିଲ। ଯେଉଁମାନେ ଗାଈ ରଖୁଛନ୍ତି ସେମାନଙ୍କ ପାଇଁ ଏ ଦୃଶ୍ୟ ନିଶ୍ଚିନ୍ତ ଭାବରେ କିଛି ଶିକ୍ଷା ଦେବ, କାହିଁକିନା ଗାଈର ଠିକଣା ଏବେ ରାଜରାସ୍ତା ଉପରେ। ଜାତୀୟ ରାଜପଥ ଏବେ ବ୍ୟସ୍ତବହୁଳ, ତାରି ଭିତରେ ଏ ଅଭାବନୀୟ ଘଟଣା ଆଜି ଘଟିଯାଇଛି। କୌଣସି ଘରେ ଆଉ ଗୁହାଳ ନାହିଁ, ଯେଉଁଥିପାଇଁ ଗାଈର ଠିକଣା ଏବେ ସମସ୍ତ ଗାଁ ଦାଣ୍ଡ ପାଲଟିଛି ଏବଂ ରାସ୍ତା ଉପରେ ଦେଖୁଥିବେ ଆପଣ ମାଳ ମାଳ ଗାଈ। ତେବେ ଏହି ଦୃଶ୍ୟ ଆପଣଙ୍କୁ ବିଚଳିତ କରିପାରେ ଯେ କିଭଳି ଭାବରେ ମା'ର ମୃତ୍ୟୁ ପରେ କୁନି ବାଛୁରୀଟି ତା ମା' କେତେବେଳେ ଉଠିବ ଆଉ ସେ ଘରକୁ ଯିବ ତାକୁ ଅପେକ୍ଷା କରି ରହିଛି। ଆପଣ ଏ ଦୃଶ୍ୟ ମଧ୍ୟ ଦେଖିପାରୁଛନ୍ତି ଯେ ମାଳ ମାଳ ଗାଈ କିଭଳି ଭାବରେ ବିପଦ ସଂକୁଳ ଅବସ୍ଥାରେ ରାସ୍ତା ଉପରେ ପଡ଼ି ରହିଛନ୍ତି। ନା 16 ନମ୍ବର